ଜୟ ଜଗନ୍ନାଥ ସାଙ୍ଗମାନେ, ଗତକାଲି ଥିଲା ପଣା ସଂକ୍ରାନ୍ତି, ଓଡ଼ିଆ ନବବର୍ଷ ଆଉ ହନୁମାନ ଜୟନ୍ତୀ। ତ ଆଜି ସବୁଆଡ଼େ ମାଗଣା ବା ଫ୍ରିରେ ଖାଇବା ପାଇଁ ମିଳେ। ତ ମୁଁ ଆଜି ବୁଲୁଥିଲି କେଉଁଠି ଟିକେ ଫ୍ରିରେ ଖାଇବି, ତ ଯାଇଥିଲି ୟୁନିଭର୍ସିଟି। ସେଠି ଦେଖିଲି ଫ୍ରିରେ ଖାଇବା ମିଳୁଛି, ତ ସେମାନେ ବି ଡାକିଲେ ଭାଇ ଆସ ଖାଇବ। ମୁଁ ପୁରା ଏଠି ରାମଙ୍କ ଦର୍ଶନ କରି ପୁରା ପେଟେ ବାଡ଼େଇକି ଟିକେ ଅରୁଆ ଡାଲମା ସକାଳୁ ସକାଳୁ ଖରାବେଳଟାରେ ବାରଟାରେ ଏଠି ମିଳିଗଲା। ତ ପୁରା ତାକୁ ଭିଡ଼ିକି ଖାଇଦେଲି। ଦେଖନ୍ତୁ ସୁନ୍ଦର ଆୟୋଜନ କରିଥିଲେ। ତାପରେ ଟିକେ ଆଗକୁ ଗଲା ପରେ ଗଜପତି ନଗରରେ ମିଳୁଥିଲା ପଣା। ଆଉ ପଣା ଦେଖି ତ ରହିପାରିଲିନି, ଯେହେତୁ ପଣା ସଂକ୍ରାନ୍ତି ଥିଲା। ତ ଗାଡ଼ିଟା ରଖିଦେଇ ଏତେ ସୁନ୍ଦରିଆ ପଣାକୁ ଟକ୍ ଟକ୍ କରି ଦେଖନ୍ତୁ କେମିତି ପିଇ ପକେଇଲି। ଓଃ କ'ଣ ଲାଗିଲା। ତ ଦିନମାନ ଏମିତି ଟିକେ କାମ ଫାମରେ ଗଲା, ଆଉ ଟିକେ ଦିନମାନ କେଉଁଠି ପଣା ପାଇନଥିଲି। ତାପରେ ସନ୍ଧ୍ୟାବେଳେ ରସୁଲଗଡ଼ ଯାଇଥିଲି, ରସୁଲଗଡ଼ରେ ପାଇଲି। ସେଠି ବି ଦେଖିଲି ବହୁତ ସାରା ଭିଡ଼ ଲାଗିଛି, ପଣା ମିଳୁଛି। ଦେଖନ୍ତୁ ସେଠି ଯାଇ ଲାଇନ୍ରେ ଠିଆ ହେଲି, କହିଲି ଭାଇ ଟିକେ ଦିଅରେ ପଣାଟା, ବଢ଼ିଆ ଦେଖାଯାଉଛି। ଦେଖନ୍ତୁ ହାତ ବଢ଼େଇଛି, ଭାଇ ସମସ୍ତଙ୍କୁ ଥିଲେ ମୋତେ ଦେଲେନି। ଯେତେବେଳେ ମୋତେ ଦେଲେ ମୁଁ ବି ସେଠି ପୁଣି ଦାଁ ଦାଁ କରି ପୁଣି ଢକ୍ ଢକ୍ କରି ଦେଖନ୍ତୁ ପୁରା ପଣା ପିଇଦେଲି। ଆଉ ପଣାଟା ବହୁତ ବଢ଼ିଆ ଟେଷ୍ଟି ବି ହେଇଥିଲା। ତ ପଣା ପିଇ ସାରିଲା ପରେ ଦେଖିଲି ସେଠି ରସୁଲଗଡ଼ ତାରିଣୀ ମନ୍ଦିରରେ ଖାଇବା ବି ମିଳୁଛି। ତ ସେଠି ପଳେଇଲି ଟିକେ ଖାଇବା ମାଗଣା ଖାଇବା ପାଇଁ ବା ଠାକୁରଙ୍କ ଭୋଗ ଟିକେ ପାଇବା ପାଇଁ। ଦେଖନ୍ତୁ ଲାଇନ୍ରେ ଠିଆ ହେଲେ, ଦେଖନ୍ତୁ ଅରୁଆ ଡାଲମା ଖଟା କଷ ବାଡ଼େଇ ଦେଲି, ପୁରା ନଙ୍ଘା ଲାଗିଲା।